आज ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ଇଜି ଆଉ ଟେଷ୍ଟି ରେସିପି। ସେଟା ହେଉଛି ମସଲା ଖିଚୁଡ଼ି। ତ ଚାଲନ୍ତୁ ତା ପାଇଁ ଆଗ ମସଲା ପ୍ରିପେୟାର କରିବା। ତ ସେଥିପାଇଁ ଅଦା, ରସୁଣ, ଶୁଖିଲା ଲଙ୍କା, ତେଜପତ୍ର, ଟମାଟୋ ଆଉ ଜିରାର ଗୋଟେ ଫାଇନ୍ ପେଷ୍ଟ ବନେଇଦେବା। ତାପରେ ପ୍ରେସର କୁକରରେ ତେଲ ଗରମ କରିଦେଇକି କଟା ପିଆଜ ପକାଇବା। କଟା ପିଆଜ ପକାଇ ସାରିଲା ପରେ ତାକୁ ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ପିଆଜକୁ ଭଲ ଭାବରେ ଭାଜି ସାରିଲା ପରେ ଯେଉଁ ପେଷ୍ଟ ମସଲାକୁ ପକାଇବା। ତାପରେ ମସଲାକୁ ପକାଇ ସାରିଲା ପରେ ତାର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଭାଜିବା। ତାପରେ ମସଲାର କଞ୍ଚା ସ୍ମେଲ୍ ଯିବା ପରେ ଏଠି ଗୁଣ୍ଡ ମସଲା ପକାଇବା, ଯେମିତିକି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏମିତି ସବୁ ଗୁଣ୍ଡ ମସଲା ପକାଇବା। ତାପରେ ଗୁଣ୍ଡ ମସଲା ପକାଇ ସାରିଲା ପରେ ତାକୁ ଭଲ ଭାବରେ କଷିବା। ମେନ୍ ହେଉଛି ମସଲା କଷା। ଯଦି ମସଲା କଷା ଠିକ୍ସେ ହେଇନଥିବ ତାହେଲେ ଖାଇବାକୁ ଭଲ ଲାଗିବନି। ତ ସେଥିପାଇଁ ମସଲାକୁ ଭଲ ଭାବରେ ପୁରା କଷିବେ। ତାପରେ ମସଲା ଟିକେ ଟିକେ ଶୁଖିଲା ହେଇଯାଇଥିଲା, ତ ସେଥିପାଇଁ ଆଉ ଟିକେ ପାଣି ପକାଇ ଦେଇକି ଏଠି ତାପରେ ମସଲାକୁ ଆଉ ଟିକେ ଭଲ ଭାବରେ କଷି ଦେଇଥିଲି, ଯେମିତିକି ମସଲାରୁ ପୁରା ତେଲ ଛାଡ଼ିଦେବ ଆଉ ମସଲା ଲାଲି ଲାଲି ଦେଖାଯାଉଥିବ। ତାପରେ ସେତେବେଳେ ଆପଣମାନେ କ'ଣ କରିବେ ନା, ଭିଜେଇକି ରଖିଥିବା ସୋୟାବିନ୍ ଆଉ ମୁଁ ଏଠି ବୁଟ ଡାଲିକୁ ପକାଇଥିଲି, ଆପଣମାନେ ପକାଇବେ ନ ପକାଇଲେ ବି ଚଳିବ। ତାପରେ ବିନ୍ସ ଆଉ ଆଳୁକୁ ପକାଇଥିଲି, ଆପଣମାନଙ୍କ ପାଖରେ ଯାହା ବି ପରିବା ଆଭେଲେବୁଲ୍ ଥିବ ପକାଇ ପାରିବେ। ତାପରେ ଉଷୁନା ଚାଉଳକୁ ପକାଇ ଦେଇକି ତାକୁ ଭଲ ଭାବରେ 2-3 ମିନିଟ୍ କଷିଦେବେ। 2-3 ମିନିଟ୍ କଷି ସାରିଲା ପରେ ଗୋଟେ କପ୍ ଚାଉଳ ମାପରେ 1.5 କପ୍ ପାଣି, ଯେମିତି ସେଇ ମାପରେ ଆପଣମାନେ ପାଣିକୁ ଦେବେ। ତାପରେ ଏଠି ଗରମ ମସଲା ଆଉ ଚିକେନ୍ ମସଲା ଦେଇକି ତାକୁ ଭଲ ଭାବରେ ଗୋଳେଇ ଦେବେ। ତାପରେ ଲୋ ଫ୍ଲେମ୍ରେ ପ୍ରେସର କୁକରରେ ଯେମିତି 4ଟା ସିଟି ମାରିବ ଆଉ ହାଇ ଫ୍ଲେମ୍ରେ 1 ସିଟି ମାରିବ। ତାପରେ ଜାଣିବେ ଯେ ଆପଣମାନଙ୍କର ଖିଚୁଡ଼ି ପୁରା ରେଡ଼ି। ଦେଖନ୍ତୁ ମୋର ଖିଚୁଡ଼ି କେତେ ବଢ଼ିଆ ଦେଖାଯାଉଛି।